ପିଲାମାନେ ଫୁଟବଲ ଖେଳୁଥିବା ବେଲେ ହଠାତ୍ ଟିଣ ସେଟ୍ ପଡ଼ିଯିବାରୁ 8 ଜଣ ଗୁରୁତର ହୋଇଛନ୍ତି। ତେବେ ଗୁରୁତର ହୋଇଥିବା ସମସ୍ତ ପିଲା ନବମ ଏବଂ ଦଶମ ଶ୍ରେଣୀର ଛାତ୍ର ବୋଲି କୁହାଯାଉଛି। ଆହତ ସମସ୍ତ ଛାତ୍ରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୁମ୍ବାଇର ଥାନେ ଅଞ୍ଚଳରେ ଘଟିଛି ଏଭଳି କିଛି ଅଘଟଣ। ମୁମ୍ବାଇରେ ପହଞ୍ଚି ସାରିଛି ମୌସୁମୀ। ଏଠାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ହେତୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ବର୍ଷା ଯୋଗୁଁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି। ସେହିପରି ମୁମ୍ବାଇ ନିକଟସ୍ଥ ଥାନେରେ ପିଲାମାନେ ପ୍ରବଳ ବର୍ଷା ଭିତରେ ଫୁଟବଲ ଖେଳୁଥିଲେ। ସେହି ସମୟରେ ପବନ ଯୋଗୁଁ ଅନ୍ୟ ଏକ ସୋସାଇଟି ବିଲ୍ଡିଂର ଗୋଟିଏ ଟିଣ ସେଟ୍ ଖସି ପିଲାମାନଙ୍କ ଉପରେ ପଡ଼ିଯାଇଥିଲା। ଆଉ ସେହି ଘଟଣାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।